Hi friends, welcome back to my YouTube channel. My channel name is Mr. Jit Vlog. Thank you watching for my video. ଆଉ ଆପଣମାନେ ଜାଣିଥିବେ ମୁଁ ବ୍ରେସେସ୍ ଉପରେ ଭିଡ଼ିଓ କରେ ଆଉ ଆପଣ ଜାଣିଥିବେ କି ନାଇଁ ମୁଁ ଜାଣିନି। ଆପଣ ଯଦି ଜାଣିନାହାନ୍ତି ମିଷ୍ଟର ଜିତ୍ ବ୍ଲଗ୍ ସର୍ଚ୍ଚ କରି ସବୁ ଭିଡ଼ିଓ ଦେଖିପାରିବେ ଆଉ ଦେଖିକି ମଧ୍ୟ କମେଣ୍ଟ କରିପାରିବେ। ଆଜି ଭିଡ଼ିଓଟି ମୁଁ କରିବାର କାରଣ ବ୍ରେସେସ୍ ଲଗାଇଲା ପରେ ପ୍ରୋବ୍ଲେମ୍ କ'ଣ ହୁଏ। ମୋ ସହିତ 3ଟି ପ୍ରୋବ୍ଲେମ୍ ହେଇଛି ବ୍ରେସେସ୍ ଲଗାଇଲା ପରେ। ବ୍ରେସେସ୍ ଲଗାଇଲା ପରେ 3ଟି ପ୍ରୋବ୍ଲେମ୍ କ'ଣ ହେଇଛି ଆଜି ସେ ବିଷୟରେ ଆଲୋଚନା କରିବା। ଆସନ୍ତୁ ଦେଖିବା କ'ଣ ମୋର ପ୍ରୋବ୍ଲେମ୍ ହେଇଛି। ଆଉ ଆପଣମାନେ ଜାଣିଥିବେ ମୁଁ ପ୍ରିଭିୟସ୍ ଭିଡ଼ିଓରେ ଅପଲୋଡ଼ କରିଥିଲି ଯେ ମୋର ଉପର ବ୍ରେସେସ୍ ସବୁ କମ୍ପ୍ଲିଟ୍ ହେଇସାରିଥିଲା, କିନ୍ତୁ ତଳ ମୋର କମ୍ପ୍ଲିଟ୍ ହେଇନଥିଲା, ଖାଲି ମେଟାଲ୍ ଲଗେଇ ଛାଡ଼ି ଦେଇଥିଲେ। ଦେଖନ୍ତୁ ଉପରେ ମୋର ବ୍ରେସେସ୍ ସବୁ ଲାଗି ସାରିଥିଲା, ତାର ବି ଭିଡ଼ା ହେଇଯାଇଛି। ଦେଖନ୍ତୁ ସବୁ ତାର ବି ଭିଡ଼ା ହେଇଯାଇଥିଲା, କିନ୍ତୁ ତଳେ ମୋର ଖାଲି ମେଟାଲ୍ ଲଗେଇ ଛାଡ଼ି ଦେଇଥିଲେ। କିନ୍ତୁ ବର୍ତ୍ତମାନ ମୋର ସବୁ ତାର ଭିଡ଼ି ଦେଇଛନ୍ତି। ଦେଖନ୍ତୁ ବର୍ତ୍ତମାନ ତାର ଭିଡ଼ିକି ଟାଇଟ୍ କରାହେଇଛି। ଆଉ 3ଟି ପ୍ରୋବ୍ଲେମ୍ କ'ଣ ସେ ବିଷୟରେ କହିବି। ଏଇସବୁ ଭିଡ଼ା ହେଇସାରିଲା ପରେ 3ଟି ପ୍ରୋବ୍ଲେମ୍ କହିବି। ଆଉ ଆପଣ ଆରମ୍ଭରୁ ଶେଷ ଯାଏଁ ଦେଖିଲେ ଜାଣିପାରିବେ, ଅଧାରୁ ସ୍କିପ୍ କରି ଗଲେ କିଛି ବି ଜାଣିପାରିବେନି। ଦେଖନ୍ତୁ ପାଣି ପିଇକି ଢୋକିଲା ବେଳେ ବି କଷ୍ଟ ହେଉଛି। ଭିତରେ କ'ଣ ବେଳେବେଳେ ଏମିତି ପ୍ରୋବ୍ଲେମ୍ ହେଉଛି କିଛି ବୁଝି ହେଉନି, କେଉଁଠୁ ହେଉଛି ଜାଣି ବି ହେଉନି। ଦେଖ ମୋର ଏଇ ଯେଉଁ ତାର ଯେତେବେଳେ ଲାଗିଲା ଦେଖନ୍ତୁ ଲାଷ୍ଟ ଏଣ୍ଡରେ ଟିକେ କଟିଂ ରହିଛି। ଦେଖନ୍ତୁ ଏଇଟା ଲାଷ୍ଟ ଏଣ୍ଡରେ ଯେଉଁ ଟିକେ ନାଗୁରୁ ବାହାରିକି ରହିଛି, ସେ ବାରମ୍ବାର ଗାଲ ଭିତରେ ଫୋଡ଼ି ହେଉଛି, ଯେମିତି ଆମର ଇଞ୍ଜେକ୍ସନ୍ ଦେଲାବେଳେ ଯେମିତି ଲାଗେ ସେଇଭଳିଆ ଲାଗୁଛି। ପୁରା ବାରମ୍ବାର ଫୋଡ଼ି ହେଉଛି, କଥା କହିଲା ବେଳେ, ଖାଇଲା ବେଳେ, ଏମିତିକି ସବୁବେଳେ ଫୋଡ଼ି ହେଉଛି। ଫୋଡ଼ି ହେଇ ମୋ ଗାଲ ଭିତରେ ସବୁ କଣା ଟାଇପ୍ର ହେଇଗଲାଣି। ଆଉ ମୁଁ ସେଇଟା ଡକ୍ଟରଙ୍କୁ ମୁଁ କହିସାରିଛି ଯେ ଏମିତି ପ୍ରୋବ୍ଲେମ୍ ହେଉଛି। ସେ ଡାକିଛନ୍ତି ତାର କିଛି ପ୍ରୋବ୍ଲେମ୍ର କିଛି ସଲ୍ଭ କରିବା ପାଇଁ। ଆଉ ଗୋଟେ ପ୍ରୋବ୍ଲେମ୍ ଦେଖନ୍ତୁ କ'ଣ ହେଇଛି। ଜିଭ ଦେଖନ୍ତୁ, ଜିଭରେ ପୁରା ଗୋଟେ ଗାର ଟାଇପ୍ର ପଶି କଟିଗଲା ଭଳିଆ। ଏଇ ଜାଗାଟା କଟିଂ ପୁରା ହେଇଯାଇଛି। ଉପରେ ଦେଖନ୍ତୁ ଗୋଟେ ଲାଗିଛି, ଉପରେ ଯେଉଁ ରଡ଼ ଏମିତି ଯାଇଛି ୟୁ ଟାଇପ୍ର ସପୋର୍ଟିଂ ପାଇଁ ଯେଉଁଟା ଦିଆ ହେଇଥିଲା, ବର୍ତ୍ତମାନ ତଳେ ଯେଉଁ ମୋର ଲାଗିଲା ଏଇ ଯେଉଁ ବ୍ରେସେସ୍ ଯେଉଁ କମ୍ପ୍ଲିଟ୍ ହେଲା ତାର ଭିଡ଼ିକି ତଳେ ବି ମୋର ସେଇ ଟାଇପ୍ର ଗୋଟେ ୟୁ ଟାଇପ୍ର ଦେଇଛନ୍ତି ସପୋର୍ଟିଂ ପାଇଁ। ଦେଖନ୍ତୁ ଦେଖିପାରିଲେ ତଳେ ଯେଉଁ ସପୋର୍ଟିଂ ଦିଆହେଇଛି, ଉପରେ ମୋର ସେମିତି କିଛି ପ୍ରୋବ୍ଲେମ୍ ହେଉନଥିଲା, କିନ୍ତୁ ତଳେ ଯେତେବେଳେ ଏଇ ସପୋର୍ଟିଂ ଦିଆହେଲା ଏଇ ଜିଭଟା ଉପରେ ଯାଇକି ଟଚ୍ ହେଉଛି ଅଧିକା। ଖାଇଲା ପିଇଲା ବେଳେ କି ନର୍ମାଲି ବି
ସେ ପୁରା ଦାବି ହେଇକି ଜିଭ ଟିକେ କଷିକି ଅଛି। ଜିଭ ପୁରା କଷିକି ଅଛି। ତ ତା ପାଇଁ ବି ମଧ୍ୟ କହିଛି, ସେ ତାର କିଛି ପ୍ରୋବ୍ଲେମର କିଛି ସଲ୍ୟୁସନ୍ କରିବେ ନିଶ୍ଚିନ୍ତ, ମୋର ଆଶା ଅଛି। ଏଇଟା ମୋ ସହିତ ଖାଲି ନୁହଁ, ଯିଏ ଯିଏ ସବୁ ପ୍ରେସେଣ୍ଟ ଲଗାଉଛନ୍ତି ଏଇଟା ସମସ୍ତଙ୍କ ସହିତ ହେଉଥିବ। ଆଉ ପ୍ରୋବ୍ଲେମ୍ ତ ନିଶ୍ଚିନ୍ତ ସଲ୍ଭ ହେବ, କିଛି ଡରିବାର ନାହିଁ। ତିନର ପ୍ରୋବ୍ଲେମ୍ ଦେଖନ୍ତୁ କ'ଣ ହେଇଛି। ତିନର ପ୍ରୋବ୍ଲେମ୍ ହେଲା ମୋର ଏ ଉପର ଭିଡ଼ା ହେଲା, ତଳ ଭିଡ଼ା ହେଲା, ଦାନ୍ତକୁ ଯେଉଁ ଟାଇଟ୍ କରିକି ଭିଡ଼ି ଯାଆନ୍ତି ବର୍ତ୍ତମାନ ଏଇ ଯାକ ମୋ ଟଚ୍ କଲେ ବି ମୋତେ ପେନ୍ ହେଉଛି, ଟିକେ କଷ୍ଟ ହେଉଛି, ଟଚ୍ ବି କରି ହେଉନି, କଷାଟା କରୁଛି, ବହୁତ କଷ୍ଟରେ କରୁଛି। ଆଉ ଦାନ୍ତଟାକୁ ସବୁବେଳେ କରିକି ମାନେ ପ୍ରାୟ ଟାଇମ୍ ମୁଁ ଏମିତି ରଖୁଛି, ଏମିତି ମାନେ ଟିକେ ମେଲା କରିକି ରଖୁଛି, ଟଚ୍ କରିନି ଦାନ୍ତକୁ। ଖାଇଲା ବେଳେ କଷ୍ଟ ହେଉଛି, ହାଲକେଇକି 2 ଥର ବାଇଟ୍ କରିକି ମୁଁ ଢୋକି ଦେଉଛି। ଖାଇବା ପିଇବା ବହୁତ ସ୍ଲୋ ବି ହେଉଛି, ଟାଇମ୍ ଲାଗୁଛି। ଆଉ ଏଇ 3 ପ୍ରକାର ମୋର ବର୍ତ୍ତମାନ ପ୍ରୋବ୍ଲେମ୍ ଚାଲିଛି। ଆଉ ଡକ୍ଟର ବି କହିଛନ୍ତି ବର୍ତ୍ତମାନ ଦାନ୍ତକୁ ଦାନ୍ତ ଟଚ୍ କରି ହେଉନି, ପେନ୍ ହେଉଛି, ସେଇଟା 3 ଦିନ ନିହାତି ଲାଗିବ। 3 ଦିନ ପରେ ସେ ପୁଣି ନର୍ମାଲ୍ ହେଇଯିବ ବୋଲି ସେ କହିଛନ୍ତି, ଦେଖାଯାଉ। ଆଉ ମେଡ଼ିସିନ୍ ମଧ୍ୟ ଦେଇଛନ୍ତି, ଅତ୍ୟଧିକ ଯଦି ପେନ୍ ହୁଏ ମେଡ଼ିସିନ୍ ଖାଇବି। ଆଉ ଦେଖାଯାଉ କେତେ କଷ୍ଟ ହେଲେ ମୁଁ ସମ୍ଭାଳି ପାରୁଛି, ଦେଖାଯାଉ। ଆଉ ବର୍ତ୍ତମାନ ତ ସେମିତି କିଛି ହେଇନି, ସମ୍ଭାଳି ହେଉଛି, ମାନିକି ଚଳିବାକୁ ପଡ଼ୁଛି। କାହିଁକିନା ଏମିତି ବେଶୀ ହାର୍ଡ଼ ଜିନିଷ ଖାଉନି, ସଫ୍ଟ ଜିନିଷ ଖାଉଛି। ହାର୍ଡ଼ ଜିନିଷ ଟୋଟାଲି ବର୍ତ୍ତମାନ ମୁଁ ଖାଇପାରୁନି, ମାନେ ଚିକେନ୍ ଫିକେନ୍ ଯେଉଁ ହାର୍ଡ଼ ଜିନିଷ, ଯେକୌଣସି ଜିନିଷ, ବହୁତ ସଫ୍ଟ ଜିନିଷ ପୁରା ସିଝି ଆଦି ଉପରେ ଖାଉଛି ମୁଁ, ଲିକ୍ୱିଡ଼ ଟାଇପ୍ର, ମାନେ ପୁରା ସିଝେଇକି ପୁରା ଖାଉଛି ଜିନିଷଟାକୁ ଭଲରେ। ଆଉ ଏଇଭଳିଆ ମୋର 3ଟା ପ୍ରୋବ୍ଲେମ୍ ବାହାରିଛି ବ୍ରେସଲେସ୍ ଲଗାଇଲା ପରେ। ଆଉ ମୁଁ ନେକ୍ସଟ ଭିଡ଼ିଓରେ ଛାଡ଼ିବି ଆଉ କ'ଣ ସବୁ ପ୍ରୋବ୍ଲେମ୍ ହେଉଛି, ଆଉ କ'ଣ ସବୁ କେତେ ଠିକ୍ ହେଲା। ହଁ, ଆଉ ଗୋଟେ କଥା, ମୋର ଏଇ ବ୍ରେସଲେସ୍ ଲଗାଇଲା ପରେ ଦେଖନ୍ତୁ ଏଇ ଦାନ୍ତଟା ମୋର ଭିତରକୁ ଥିଲା, ବର୍ତ୍ତମାନ ବାହାରକୁ ବି ବାହାରିଛି। ଏଇ ଦାନ୍ତଟା ପୁରା ଭିତରେ ପଶି ଯାଇଥିଲା, ବର୍ତ୍ତମାନ ଟିକେ ବାହାରକୁ ବାହାରିଛି, ମୁଁ ଜାଣିପାରୁଛି। ପ୍ରୋବ୍ଲେମ୍ଟା ସଲ୍ଭ ହେଉଛି, ମୁଁ ଜାଣିପାରୁଛି, ଖୁସି ବି ଲାଗୁଛି, କିଛି ଟେନସନ୍ ନେବାର ନାହିଁ, ସବୁକିଛି ଠିକ୍ଠାକ୍ ସବୁ ଚାଲିଛି। ହଉ, ନେକ୍ସଟ ଭିଡ଼ିଓରେ ପୁଣି ଦେଖା ହେବ। ନେକ୍ସଟ ଭିଡ଼ିଓରେ କ'ଣ ପ୍ରୋବ୍ଲେମ୍ ହେଉଛି ଆଉ କ'ଣ ସକ୍ସେସ୍ ମିଳୁଛି ଦେଖିବା। ଆଉ ଯଦି ଏ ଭିଡ଼ିଓଟି ଭଲ ଲାଗିଥାଏ ଆପଣ ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ। ଆଉ ଏଇଭଳି ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍ ଘଣ୍ଟିରେ ଟଚ୍ କରିଦିଅନ୍ତୁ।